ନା ଅନୁରାଧା ପାଶୱାନ, ବୟସ 23। କାମ ପୁଅଙ୍କୁ ଫସାଇ ବାହାବା। ଆପଣ ଯଦି ଏ ଯୁବତୀର କାରନାମା ଶୁଣିବେ ତାହେଲେ ଆପଣ ନିଶ୍ଚିତ ମୁଣ୍ଡରେ ହାତ ଦେବେ। ଏ ଯୁବତୀ ଜଣକ ବାହା ହୋଇଛନ୍ତି, କିନ୍ତୁ ଗୋଟିଏ କି ଦୁଇଟି ନୁହେଁ, ବରଂ 25ଟା ଯୁବକଙ୍କୁ ବାହା ହୋଇଛନ୍ତି ଏ ଯୁବତୀ। ବୟସ ମାତ୍ର 23 ବର୍ଷ। ଆଉ ଏ 23 ବର୍ଷରେ ସେ 25ଟା ପୁଅଙ୍କୁ ବାହା ହୋଇ ସାରିଲେଣି। ଆଉ ସବୁଠାରୁ ବଡ଼ କଥା ହେଲା, ସେ ଗଲା 7 ମାସରେ ହିଁ ଏ ସବୁ ଯୁବକଙ୍କୁ ବାହା ହୋଇଛନ୍ତି। ମାନେ 7 ମାସରେ ବାହା ହୋଇଛନ୍ତି ଗାଏ ମୋଟ 25 ଜଣଙ୍କୁ। ଟୋକାଙ୍କୁ ହ୍ୱାଟ୍ସଆପ୍ରେ ଚାଟ୍ କରି ଫସାଇବା ଆଉ ତାପରେ ବାହା ହୋଇ ବର ଘରୁ ସମ୍ପତ୍ତି ଲୁଟି ରାତାରାତି ଚମ୍ପଟି ମାରିବାରେ ସିଦ୍ଧହସ୍ତ ଏ ଯୁବତୀ। ଆଉ ଏହାପରେ ପୁଣି କରନ୍ତି ନୂଆ ବରର ତଲାସ। ଆସନ୍ତୁ ଏ ଭିଡ଼ିଓ ମାଧ୍ୟମରେ ଆଜି ଦେଖିବା ଏ ଲୁଟେରୀ ଦୁଲ୍ହନର କାହାଣୀ ବିଷୟରେ। ଆପଣ ପୂର୍ବରୁ ଅନେକ ଲୁଟେରୀ ଦୁଲ୍ହନର କାହାଣୀ ଶୁଣିଥିବେ, ମାତ୍ର ଆମେ ଦୃଢ଼ୋକ୍ତିର ସହିତ କହୁଛୁ 7 ମାସରେ 25 ଟୋକାଙ୍କୁ ବାହା ହୋଇ ସେମାନଙ୍କୁ ଚକମା ଦେଖାଇଥିବା ଏ ଲୁଟେରୀ ଦୁଲ୍ହନର କାହାଣୀ ଆପଣ ପୂର୍ବରୁ କେବେ ଶୁଣିନଥିବେ। ଆଜି ଆମେ ଆପଣଙ୍କୁ ଶୁଣିବା ପାଇଁ ଯାଉଛୁ ଏ ଲୁଟେରୀ ଦୁଲ୍ହନ ଅନୁରାଧା ପାଶୱାନର କାହାଣୀ ବିଷୟରେ। ଅନୁରାଧା ଆଜି ପର୍ଯ୍ୟନ୍ତ 25 ଯୁବକଙ୍କୁ 7 ଜନ୍ମ ପର୍ଯ୍ୟନ୍ତ ତାଙ୍କର ସ୍ତ୍ରୀ ହୋଇ ରହିବାର କଥା ଦେଇଛି। ଇଏ ସେଇ ଅନୁରାଧା ଯିଏକି ନିଜେ ଦୁଇଟା ଛୁଆଙ୍କର ବି ମା। ଆଉ ଇଏ ସେଇ ଅନୁରାଧା ଯିଏକି ଗଲା 7 ମାସରେ 25 ଜଣଙ୍କୁ ବାହା ହୋଇ ଏବେ ଚର୍ଚ୍ଚାରେ। ଆସନ୍ତୁ ମାମଲା କ'ଣ ବିସ୍ତାର ଭାବେ ବୁଝିବା। ଇଣ୍ଡୋ ନେପାଳ ବର୍ଡରର ମହାରାଜଗଞ୍ଜର ବାସିନ୍ଦା ଅନୁରାଧା ପାଶୱାନ। ଏହାର ବିଷୟରେ ପୁରା ତଥ୍ୟ ପାଇଁ ଆମେ ଆପଣଙ୍କୁ କିଛି ବର୍ଷ ତଳକୁ ନେଇଯାଉଛୁ। 2018 ମସିହା। ସେତେବେଳେ ଏହି ଲୁଟେରୀର ପରିଚୟ ଏହା ଥିଲା କି ସେ ଉତ୍ତରପ୍ରଦେଶର ବିଶାଲ ପାଶୱାନ ସହ ଲଭ୍ ମ୍ୟାରେଜ୍ କରିଥିଲା। ଆଉ ପ୍ରେମ ବିବାହ ହୋଇଥିବା କାରଣରୁ ପ୍ରାୟତଃ ସମୟରେ ସେ ନିଜ ଶାଶୁ ଶ୍ୱଶୁରଙ୍କ ସହିତ ଝଗଡ଼ା କରୁଥିଲା। ଆଉ ଝଗଡ଼ା କମିବା ପାଇଁ ଉଭୟ ବରକନ୍ୟା ଶାଶୁ ଘର ଛାଡ଼ି ଘର ଠାରୁ ଦୂରରେ ରହି ଏକ ଭଡ଼ା ଘରେ ରହିଲେ। ଆଉ କିଛି ଦିନ ପରେ ଉଭୟ ସ୍ୱାମୀ ସ୍ତ୍ରୀ ସହର ଛାଡ଼ି କେଉଁଆଡ଼େ ଅନ୍ତର୍ଧ୍ୟାନ ହୋଇଗଲେ। ଆଉ ଏହାପରେ ସେମାନଙ୍କର ଘର ସହ କୌଣସି ବି ସମ୍ପର୍କ ରହିନଥିଲା। ଆଉ ଏବେ ଏ ଠକ କନ୍ୟା ଅନୁରାଧା ପୋଲିସ ହାତରେ ଧରା ପଡ଼ିଲା ପରେ ଏବେ ମାନେ 7 ବର୍ଷ ପରେ ପରିବାର ଲୋକଙ୍କୁ ଜଣାପଡ଼ିଲା ଯେ ଅନୁରାଧା ଏବେ ମଧ୍ୟପ୍ରଦେଶର ଭୋପାଳ ସହରରେ ରହୁଛି। ପୁଲିସର ଯାଞ୍ଚରୁ ଜଣାପଡ଼ିଛି ଯେ ହ୍ୱାଟ୍ସଆପ୍ରେ ମିଠା କଥା କହି ଟୋକାଙ୍କୁ ଫସାଇ ବାହା ହୋଇ ଗଲା 7 ମାସରେ 25 ପୁଅଙ୍କୁ ଲୁଟିଛି ଏ ମାୟାବିନୀ। ତେବେ ପୋଲିସର ସୂଚନା ଅନୁଯାୟୀ ଅନୁରାଧାଙ୍କୁ ଏହି କାର୍ଯ୍ୟରେ ଏକ ଗ୍ୟାଙ୍ଗ ସାହାଯ୍ୟ କରୁଥିଲା। ଗ୍ୟାଙ୍ଗର ସଦସ୍ୟମାନେ ଅନୁରାଧାଙ୍କ ବିବାହ ପାଇଁ ମଧ୍ୟସ୍ଥି ଭାବେ କାର୍ଯ୍ୟ କରିବା ସହ ସମ୍ଭାବ୍ୟ ବର ଏବଂ ତାଙ୍କ ପରିବାରକୁ ଅନୁରାଧାଙ୍କର କିଛି ଫଟୋ ଏବଂ ପ୍ରୋଫାଇଲ ଦେଖାଉଥିଲେ, ଯେମିତିକି ମ୍ୟାଟ୍ରିମୋନିର ହୋଇଥାଏ। ଆଉ ବିବାହ କରାଇବା ପାଇଁ ମଧ୍ୟସ୍ଥି ଭାବେ ଉକ୍ତ ଗ୍ୟାଙ୍ଗର ସଦସ୍ୟମାନେ ବର ପକ୍ଷଠାରୁ ନଗଦ 2 ଲକ୍ଷ ଟଙ୍କା ଆଦାୟ ବି କରୁଥିଲେ। ଏହାପରେ ରୀତିନୀତି ଅନୁଯାୟୀ ଅନୁରାଧାଙ୍କର ବାହାଘର ବି ହେଉଥିଲା। ଆଉ ବିବାହର ଅଳ୍ପ କିଛି ଦିନ ପର୍ଯ୍ୟନ୍ତ ଅନୁରାଧା ଜଣେ ଆଦର୍ଶ ବୋହୂ ଭାବେ ଶ୍ୱଶୁର ଘରେ ସମସ୍ତଙ୍କର ହୃଦୟ ବି ଜିଣୁଥିଲେ। ତେବେ ଠିକଣା ଦେଖି ସେ ଖାଦ୍ୟରେ ନିଶା ବଟିକା ମିଶାଇ ଶାଶୁ ଶ୍ୱଶୁର ଅଥବା ଘର ଲୋକଙ୍କୁ ବେହୋସ କରି ଦେଉଥିଲେ ଏବଂ ଘରର ଲକ୍ଷାଧିକ ଟଙ୍କାର ସୁନା ଗହଣା ନଗଦ ଟଙ୍କା ମୂଲ୍ୟବାନ ଜିନିଷପତ୍ର ନେଇ ଘରୁ ଫେରାର ହୋଇଯାଉଥିଲେ। ତେବେ ଏହି ଘଟଣା ସାମ୍ନାକୁ ଆସିଥିଲା ସେତେବେଳେ ଯେତେବେଳେ ଅନୁରାଧାଙ୍କ ଠାରୁ ଠକାମିର ଶିକାର ହୋଇଥିବା ରାଜସ୍ଥାନର ସୱାଇ ମାଧୋପୁର ନିବାସୀ ବିଷ୍ଣୁ ଶର୍ମା ଗତ 3 ତାରିଖରେ ଏହି ଲୁଟେରୀ କନ୍ୟା ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ତେବେ ସୱାଇ ମାଧୋପୁର ପୋଲିସ ଅନୁରାଧାଙ୍କୁ ଧରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନା ମୁତାବକ ଜଣେ କନେଷ୍ଟବଳଙ୍କୁ ନକଲି ବର ଭାବେ ପ୍ରସ୍ତୁତ କରାଯାଇଥିଲା। ଆଉ ସମ୍ଭାବ୍ୟ ବର ଭାବେ କନେଷ୍ଟବଳ ଜଣକ ଭୋପାଳରେ ବିଭିନ୍ନ ମଧ୍ୟସ୍ଥିଙ୍କ ସହିତ ଯୋଗାଯୋଗ କରିବା ଆରମ୍ଭ କରିଥିଲେ। ଆଉ ଜଣେ ମଧ୍ୟସ୍ଥି ତାଙ୍କୁ ଅନୁରାଧାଙ୍କ ଫଟୋ ଦେଖାଇଥିଲେ ଏବଂ ବିବାହ ପାଇଁ 2 ଲକ୍ଷ ଟଙ୍କା ଦାବି କରିଥିଲେ। ଏବଂ ଏହାପରେ ପୋଲିସ ପୂର୍ବ ପ୍ଲାନ୍ ଅନୁଯାୟୀ ଅନୁରାଧା ଓ ତାଙ୍କୁ ସହାୟତା କରୁଥିବା ଏହି ବିବାହର ଠକେଇ ଗ୍ୟାଙ୍ଗର ମେମ୍ବରଙ୍କୁ ମାଡ଼ି ବସିଥିଲା। ଆଉ ଶେଷରେ ପୋଲିସ କବ୍ଜାରେ ଫସି ଯାଇଥିଲା ଲୁଟେରୀ କନ୍ୟା। ଆଉ ଶେଷରେ ସବୁ କଥା ନିଜ ମୁହଁରେ ସେ ଗୋଟି କରି ମାନିଥିଲା। କିଭଳି ଭାବରେ ସେ ପୁଅମାନଙ୍କର ମନକୁ ଶାଶୁ ଘରେ ଜିଣୁଥିଲା, ଶାଶୁ ଶ୍ୱଶୁରଙ୍କର ନିକଟତର ହେଉଥିଲା, ଆଉ ସୁଯୋଗ ଦେଖି ଶାଶୁ ଶ୍ୱଶୁରଙ୍କୁ ଚକମା ଦେଖାଇ
घर छाड़ुला सुना गहना टंका लुटी और पुणी थे तलाश करुला नुआ बकरार। ब्यूरो रिपोर्ट, न्यूज अलर्ट 24x7।